ପଖାଳ। ପଖାଳ କେବଳ ମାତ୍ର ଏକ ଖାଦ୍ୟ ନୁହେଁ, ଏହା ହେଉଛି ଓଡ଼ିଆମାନଙ୍କର ପରମ୍ପରା। ଆମ କାଳିଆ ସାଆନ୍ତ ବଡ଼ ଦେଉଳରେ ବସି ପଖାଳ ଖାଆନ୍ତି। ପଖାଳ 60 ପଉଟି ଭୋଗ ସୂଚୀରେ ଆସେ। ଆମ ଓଡ଼ିଆ ଘରେ ଝିଅ ବାହା ହେଇ ବିଦା ହେବା ପୂର୍ବରୁ ଝିଅ ଜ୍ୱାଇଁ ପଖାଳ ଖାଇବା ଏକ ରୀତି। ଚାଷୀ ଭାଇ ପଖାଳ ମୁଠାଏ ଖାଇ ବିଲକୁ ଯାଏ। ଏହି ପଖାଳ ତା ଶରୀରରେ ରକ୍ତ ହେଇ ତାକୁ ବଳ ଦିଏ। ସେ ପରିଶ୍ରମ କରି ଧାନ ଫଳାଏ। ଏହି ଧାନରୁ ଚାଉଳ ଓ ସେହି ଚାଉଳରୁ ପୁଣି ପଖାଳ ହୁଏ। ଆଜି ମାର୍ଚ୍ଚ 20 ତାରିଖ, ପଖାଳ ଦିବସ। ପଖାଳ କଥା କହିଲେ ବୋଉ କଥା ଭାରି ମନେ ପଡ଼େ। ତା ପଖାଳ କଂସାରେ କ'ଣ ଥିଲା କେଜାଣି? ସେଥିରେ ପେଟ ଖାଲି ପୁରେନି, ମନ ମଧ୍ୟ ପୁରିଯାଏ। ବୋଉ କହୁଥିଲା, ପଖାଳ କଂସା କାଳେ ପରିବାରକୁ ବାନ୍ଧି ରଖେ। ନିଜ ଘରଠାରୁ ଦୂରରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନଟିକୁ ନିଶ୍ଚୟ ପାଳନ କରୁଥିବେ। ନିଜ ବୋଉ କଥା ନିଶ୍ଚୟ ମନେ ପଡ଼ିଯାଉଥିବ ସେମାନଙ୍କର। ହେଉ ପଛେ ବର୍ଷରେ ଗୋଟିଏ ଦିନ, ଏହି ପଖାଳ ଦିବସ ପାଳନ କରିବା ଦ୍ୱାରା ଆମ ପାରମ୍ପରିକ ଖାଦ୍ୟ ବିଷୟରେ ଅନ୍ତତଃ ପିଢ଼ି ପରେ ପିଢ଼ି ଅବଗତ ହେବେ। ଆମେମାନେ ସିନା ବର୍ଷରେ ଥରେ ପଖାଳ ଦିବସ ପାଳନ କରୁଛୁ, କିନ୍ତୁ ଗାଁ ଗଣ୍ଡାରେ ପ୍ରତ୍ୟେକ ଦିନ ପଖାଳ ଦିବସ।